ସାଙ୍ଗମାନେ ଜୟ ଜଗନ୍ନାଥ। ଗୁଡ୍ ଆଫ୍ଟରନୁନ୍ ସାଙ୍ଗମାନେ। ଭାଉଜଙ୍କୁ ଦେଖନ୍ତୁ ସାଙ୍ଗମାନେ ବସିଛନ୍ତି। ଏଇ ସମୟ ଭିତରେ ହେଇଯାଉ ସୁନ୍ଦର ମଜାଦାର ଢଗ ଧମାଲ ପ୍ରଶ୍ନ ନା କ'ଣ କହୁଛ ସାଙ୍ଗମାନେ? ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ ଏବଂ ମଜା ନିଅନ୍ତୁ। ଦେଖାଯାଉ ଆଜି ଭାଉଜଙ୍କୁ ଯେଉଁ ପ୍ରଶ୍ନଟି ପଚାରିବି ସାଙ୍ଗମାନେ, ଭାଉଜ ଯଦି ଉତ୍ତରଟି ନ ପାଇଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଆପଣମାନଙ୍କ ବନ୍ଧୁବାନ୍ଧବଙ୍କ ପାଖକୁ ପରିଜନଙ୍କ ପାଖକୁ ଭିଡ଼ିଓଟି ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ନେବେ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ରହିଲା ଭାଉଜଙ୍କୁ। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। କହିଲ ଦେଖି, ଦୁଇଟି ବାପ ଓ ଦୁଇଟି ପୁଅ ମାତ୍ର 3ଟି ଆମ୍ବ ନେଲେ, ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ମିଳିଲା, ଏହା କେମିତି ସମ୍ଭବ ହେଲା? ସାଙ୍ଗମାନେ ଭାଉଜ ପଡ଼ିଲେ ଚିନ୍ତାରେ। ଚିନ୍ତା କର, ଉତ୍ତରଟି ଖୋଜି ବସ। ଭାଉଜ ଉତ୍ତର କହିଲା ପରି ଯାଇ ଜଣା ପଡ଼ୁନାହିଁ ସାଙ୍ଗମାନେ। ଦେଖନ୍ତୁ ସାଙ୍ଗମାନେ, କୁହ କୁହ ସାଙ୍ଗମାନେ, ପ୍ରଶ୍ନଟି ହେଲା ଦୁଇଟି ବାପା ଓ ଦୁଇଟି ପୁଅ ମାତ୍ର 3ଟି ଆମ୍ବ ନେଲେ, ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ମିଳିଲା, ଏହା କେମିତି ସମ୍ଭବ ହେଲା? ସାଙ୍ଗମାନେ ଆପଣମାନେ ଟିକେ ମୁଣ୍ଡ ଖର୍ଚ୍ଚ କରନ୍ତୁ, ଉତ୍ତରଟି ଆପଣମାନେ ନିଶ୍ଚିନ୍ତ ପାଇପାରିବେ। ଏଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ପାଟି ଖୋଲ ଭାଉଜ। ଇଏ ଯୋଉ 3ଟି ଆମ୍ବକୁ ଦିଟା ବାପା ଦିଟା ପୁଅ ସାଙ୍ଗମାନେ ଗୋଟା ଗୋଟା ଭାଗ କିଣି ଭାଉଜ ପଡ଼ିଲେ ଚିନ୍ତାରେ, ଆପଣମାନେ ଟିକେ ସାହାଯ୍ୟ କରିଦିଅନ୍ତୁ। ମୁଁ ଏବେ ଯାଇପାରିବି, ଆଉ କହିବିନି। ସାଙ୍ଗମାନେ ଜାଣିସାରିଛି। ଭାଉଜ କ'ଣ କହିଲେନି, ଉତ୍ତର ଜାଣିସାରିଲେଣି କିନ୍ତୁ କହିବେ ନାହିଁ। ଆପଣମାନେ କ'ଣ ଜାଣିପାରିନାହାନ୍ତି? ଶୀଘ୍ର ଶୀଘ୍ର କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଆସ ଆମେ ଦେଖିବା ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଅନ୍ୟମାନଙ୍କ ପାଖକୁ ସେୟାର କରିଦେବା। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନର ଭାଉଜ ଉତ୍ତର ଦେଇପାରିନାହାନ୍ତି କିନ୍ତୁ ଭାବୁଛନ୍ତି ସେ ଉତ୍ତରଟି ପାଇଛନ୍ତି, କିନ୍ତୁ ଆପଣମାନଙ୍କ କମେଣ୍ଟକୁ ଅପେକ୍ଷାରେ ରହିଛନ୍ତି। ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନଟି, ଯିଏକି ଟିକେ ଅବଶ୍ୟ ବଡ଼ ହୋଇପାରେ। ଆପଣମାନେ ଟିକେ ଭଲ ଭାବରେ ଚିନ୍ତା କରି ଉତ୍ତର ଦେବେ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ବସିଛନ୍ତି, ଘର ଆଡ଼ୁ ଟିକେ ବୁଲେଇ ଦେବା। ଏଇଠି ଆମର ମହାପ୍ରଭୁ ଅଛନ୍ତି, ଦେଖନ୍ତୁ ସାଙ୍ଗମାନେ, ଘର ଆଡ଼ୁ ଟିକେ ବୁଲେଇ ଦେଉଛି। ଆହା ଭାଉଜ ଏଠି କ'ଣ କରୁଛନ୍ତି ଦେଖିବ ସାଙ୍ଗମାନେ। ଇଏ କ'ଣ ଛେନା ନା କ'ଣ କରୁଛ? ଦେଖନ୍ତୁ ରୋଷେଇ କଲା ସମୟରେ ଭାଉଜ ବସିଛନ୍ତି, ରେଷ୍ଟ ନେଇଛନ୍ତି। ଏଇ ସମୟ ଭିତରେ ସେକେଣ୍ଡ ଢଗ ପ୍ରଶ୍ନଟି ଭାଉଜଙ୍କୁ ପଚାରିଦେବା। ସାଙ୍ଗମାନେ ନିଶ୍ଚିନ୍ତ ଜଣାଇବେ କେମିତି ଲାଗିଲା ଭିଡ଼ିଓଟି। ତାହେଲେ ଭଲ ଭାବରେ ଶୁଣି ନିଅନ୍ତୁ ସାଙ୍ଗମାନେ। ସେକେଣ୍ଡ ଢଗ ଧମାଲ ପ୍ରଶ୍ନଟି ଆପଣମାନଙ୍କ ମନ ଛୁଆଁ ହେବ, ଏ ବିଶ୍ୱାସ ଆମର ରହିଛି। କହିଲ ଦେଖି, ଜଣେ ବାପାଙ୍କର 5 ଜଣ ପୁଅ, ଭଲ ଭାବରେ ବୁଝ, ପ୍ରତ୍ୟେକ ପୁଅର 1 ଜଣ ଭଉଣୀ, ସମସ୍ତେ ମିଶି ବଜାରକୁ ଗଲେ, ବାପା ଘରେ ରହିଗଲେ, ଏବେ ବଜାରକୁ କେତେ ଜଣ ମାନେ ଗଲେ? ସାଙ୍ଗମାନେ ଭାଉଜ କ'ଣ କହିଲେ ଶୁଣନ୍ତୁ। ଜଣେ ବାପାଙ୍କର 5 ଜଣ ପୁଅ, ପ୍ରତ୍ୟେକ ପୁଅର 1 ଜଣ ଭଉଣୀ, ସମସ୍ତେ ମିଶି ବଜାରକୁ ଗଲେ, ବାପା ଘରେ ରହିଗଲେ, ଏବେ ବଜାରକୁ କେତେ ଜଣ ଗଲେ? ସାଙ୍ଗମାନେ ଭାଉଜ ଆମର କ'ଣ ଉତ୍ତର ଦେବେ ଆପଣମାନେ ଖାଲି ଦେଖି ନିଅନ୍ତୁ। 6 ଜଣ କେମିତି ହେଲେ? 5ଟା ଭାଇ, ତାର ଗୋଟେ ଭଉଣୀ, ଜଣଙ୍କର ଭଉଣୀ ଯା, ତାର ବି ଭଉଣୀ ସେଇଆ, ତାର ବି ଭଉଣୀ ସେଇଆ।
ସବୁ ଏକା ସାଙ୍ଗମାନେ ଭାଇ ନ ମୁଣ୍ଡରେ ହାତ ଦେଇଦେଲେ କାହିଁକି ଦେଲେ କୁହନି ମୋ ପସନ୍ଦର ଉତ୍ତର ଦେଇଦେଲି ଭାଇ କହୁଥିଲେ ଉତ୍ତର ନ କହିପାରୁ ମୋର ତ ମୁଁ ବି ଥାଉରେକି ମାରି ଦେଇଥିଲି କ'ଣ ଉତ୍ତର କହିଦେଲ ନା କର ବିଶ୍ୱାସ କରୁଛ ସାଙ୍ଗମାନେ ଭାଉଜ କହୁଛନ୍ତି 6 ଜଣ ମୁଁ ତ କାହିଁ ଭାବୁନି 6 ଜଣ ଠିକ୍ ଅଛି ବୋଲି ଆପଣମାନେ ହିସାବ କରି ଲେଖି ଦିଅନ୍ତୁ ଆପଣମାନଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ ପ୍ଲିଜ୍ ଯଦି ଆପଣମାନେ ଭାବୁଥାନ୍ତି ଆପଣଙ୍କ ଭାଉଜ ଠିକ୍ କହିଛନ୍ତି ତାହେଲେ ଆପଣମାନେ 6 ଜଣ ଲେଖିପାରନ୍ତି ନହେଲେ 10 ଜଣ ଲେଖିପାରନ୍ତି 11 ଜଣ ଲେଖିପାରନ୍ତି 12 ଜଣ ଲେଖିପାରନ୍ତି ସାଙ୍ଗମାନେ ଏଥିରୁ ଆପଣମାନେ ବାଛି ନିଅନ୍ତୁ କେଉଁଟା ଠିକ୍ ହୋଇପାରେ ସାଙ୍ଗମାନେ ଆଜିର ମଜାଦାର ଢଗ ପ୍ରଶ୍ନଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ ଜଣାଉଛୁ ଏହିଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଜେନେରାଲ ନଲେଜ ସାଧାରଣ ଜ୍ଞାନ ସହିତ ଆଧାରିତ ଆମେ ଅନେକ କିଛି ନୂଆ ନୂଆ ଢଗ ଧମାଲ ପ୍ରଶ୍ନ ଡେଲି ଅପଲୋଡ଼ କରୁଛୁ ଆପଣମାନେ ଦେଖନ୍ତୁ ମଜା ନିଅନ୍ତୁ ଏବଂ ଆପଣମାନେ ହସନ୍ତୁ ଆମେ ହସିବା ନା କ'ଣ କହୁଛ ଆଉ କ'ଣ କୁହ ସାଙ୍ଗମାନଙ୍କୁ ତୁମର କିଛି ଅଛି ପ୍ରଶ୍ନ ନା ନାହିଁ ସାଙ୍ଗମାନେ ଭାଉଜ କ'ଣ କହୁଛନ୍ତି ଶୁଣନ୍ତୁ ଟିକେ ନାହିଁ କହିବନି ମୋର କିଛି ନାହିଁ ତମର ଯଦି ଏତେ ପ୍ରଶ୍ନିଆ ଲୋକଟି ପ୍ରଶ୍ନ ତାହେଲେ ସାଙ୍ଗମାନେ ଭାଉଜ ପାଖକୁ ଟିକେ ବୁଲେଇ ଦେବା କ'ଣ କହିବାକୁ ଚାହୁଁଛ ନା ହଁ କ'ଣ କୁହ 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 ପ୍ରଶ୍ନିଆ ଲୋକଟି ପ୍ରଶ୍ନ ପଚାରୁଛ ଦେଖନ୍ତୁ ସାଙ୍ଗମାନେ ପଚାର ମୋର ପଚାରିବାର ଗୋଟେ କ'ଣ ପଚାର ସାଙ୍ଗମାନଙ୍କୁ ସାଙ୍ଗମାନେ ଆପଣମାନେ ଆମକୁ ସପୋର୍ଟ କରିଥିବାରୁ ଧନ୍ୟବାଦ ଜଣାଉଛୁ ଏବଂ ଆମେ ଯେତେବେଳେ ଭିଡ଼ିଓଟି ଷ୍ଟାର୍ଟ କରିଥାଉ ସାଙ୍ଗମାନେ ସେହି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାମ ନେଇ ଆରମ୍ଭ କରିଥାଉ ଏବଂ ତାଙ୍କରି ନାମ ନେଇ ଆମେ ଭିଡ଼ିଓଟି ବନ୍ଦ କରିଥାଉ ରଖିଥାଉ କିନ୍ତୁ ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ମହାପ୍ରଭୁଙ୍କୁ ଜାଣିଥିବେ ଆଉ ଯଦି ଆପଣମାନେ ଭଲ ପାଉଥିବେ ନିଶ୍ଚିନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଏଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ ଯାଅ ସାଙ୍ଗମାନେ ଭାଉଜ ଆମର ଆଜି ବହୁତ ଖୁସି ଅଛନ୍ତି ଏହି ସମୟ ଭିତରେ ଢଗ ଧମାଲ ପ୍ରଶ୍ନଟି ମୁଁ ପଚାରିଦେଲି ଭାଉଜ ଯାହା ଜାଣିଛନ୍ତି କହିଲେ ପ୍ଲିଜ୍ ଆପଣମାନେ ଟିକେ ସପୋର୍ଟ କରନ୍ତୁ ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ ତାହେଲେ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ ଭଲରେ ଥାଆନ୍ତୁ ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ ଆମେ ଡେଲି ଅପଲୋଡ଼ କରୁଛୁ ସାଙ୍ଗମାନେ ପ୍ଲିଜ୍ ଆମ ପାଇଁ ଟିକେ ସମୟ ଦିଅନ୍ତୁ ତାହେଲେ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ଆପଣମାନଙ୍କ ମନୋରଞ୍ଜନ ପାଇଁ ଏଇଭଳି ମଜାଦାର ଢଗ ପ୍ରଶ୍ନ ଆମେ ଡେଲି ଆଣିବୁ ହେଇଯାଉ ଗୀତ ଆଉ ଗୋଟେ ଗୀତ ବିଷୟରେ ଗାଇବନି ଗୋଟେ ଗୀତ ଭାଉଜ ପାଗିଲ ହେଇଗଲେଣି ଗୀତ ଆଣିନାହାନ୍ତି କିଛି ଜାଣିନାହାନ୍ତି ତାହେଲେ ସାଙ୍ଗମାନେ ଆଜି ଆମେ ତାହେଲେ ରହୁଛୁ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ରହିଲେ ସାଙ୍ଗମାନେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ନମସ୍କାର।